ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜି ଆମେମାନେ ନିସ୍ତାର ପର୍ବର ପର ପଞ୍ଚମ ରବିବାରରେ ପଦାର୍ପଣ କରିଅଛୁ। ଏହି ଦିନର ମୁଖ୍ୟ ପ୍ରସଙ୍ଗ ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ। ଆଜିର ପଠନଗୁଡ଼ିକ ଆମ୍ଭମାନଙ୍କୁ ସ୍ମରଣ କରାଇ ଦିଏ ଯେ ଆମ୍ଭମାନଙ୍କ ଜୀବନର ବିଭ୍ରାନ୍ତ ଓ ଦୁଃଖ ଯନ୍ତ୍ରଣା ଏବଂ ଅନିଶ୍ଚିତତା ମଧ୍ୟରେ ଆଶା ଓ ଦିଗ୍ଦର୍ଶନ ଯୀଶୁଖ୍ରୀଷ୍ଟ ଯୋଗାନ୍ତି। ସୁସମାଚାରରେ ଆମେ ଶ୍ରବଣ କରୁ ଯେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହନ୍ତି, ତୁମ୍ଭର ହୃଦୟ ଉଦ୍ବିଗ୍ନ ନ ହେଉ, ମୁଁ ହିଁ ପଥ, ସତ୍ୟ ଓ ଜୀବନ। ଯୋହନ 14:1-6। ଏହି ବାକ୍ୟ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହନ୍ତି ଯେତେବେଳେ ତାଙ୍କ ଶିଷ୍ୟମାନେ ଭୟଭୀତ ଓ ବିଚଳିତ ପରିସ୍ଥିତିର ସମ୍ମୁଖୀନ କରୁଥିଲେ। ଏମିତିକି ଆଜି ମଧ୍ୟ ଅନେକ ବିଚଳିତ ଓ ଭୟଭୀତ ପରିସ୍ଥିତିରେ ଜୀବନ ବିତାଉଛୁ। ଯେମିତିକି ପରିବାରରେ ପିତାମାତା ନିଜର ସନ୍ତାନ ସନ୍ତତିର ଭବିଷ୍ୟତ ଜୀବନ, ପରିବାରର ଅର୍ଥନୀତି ଓ ଏହାର ପରିଚାଳନା, ସେମାନଙ୍କର ଖାଦ୍ୟ, ପେୟ, ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ବିଷୟରେ ବହୁତ ଚିନ୍ତିତ ଓ ବ୍ୟତିବ୍ୟସ୍ତ। ଏମିତି କେତେକ ପୋଷ୍ଟ ପୋଜିସନ୍ ପାଇଁ ବୋଲି ବହୁତ ବିଚଳିତ, କାରଣ ସେମାନଙ୍କର ଅଧିକାର, କ୍ଷମତା, ଆରାମଦାୟକ ସ୍ଥାନ କିମ୍ବା ଦାୟିତ୍ୱ କାଢ଼ି ନିଆଯାଇ ଅନ୍ୟକୁ ନ୍ୟସ୍ତ କରାଯାଇପାରେ। ଏହି ଭୟରେ ଅନେକ ଉଦ୍ବିଗ୍ନ ଅଟନ୍ତି। ଯୀଶୁ ତଦ୍ରୂପ ହିଁ କହନ୍ତି, ବିଚଳିତ ହୁଅ ନାହିଁ, ବରଂ ମୋ ଠାରେ ଭରସା ରଖ। ସୁସମାଚାର ଅନୁଯାୟୀ ଯୀଶୁଙ୍କର 3ଟି ପଦବୀ ବା ପରିଚୟ ବା ନାମକୁ ଆମେ ବ୍ୟାଖ୍ୟା କରିବା। ପ୍ରଥମ, ଯୀଶୁ ହିଁ ପଥ। ଆଜି ଅନେକ କ'ଣ ଠିକ୍ ଓ ଭୁଲର ପଥ ବାଛିବା ମଧ୍ୟରେ ବିଭ୍ରାନ୍ତ ଅଟନ୍ତି। ଜଗତ ଅନେକ ପଥ ବା ବାଟ ଦର୍ଶାଏ, କିନ୍ତୁ ସେହି ସମସ୍ତ ଶାନ୍ତି କିମ୍ବା ପରମାନନ୍ଦ କିମ୍ବା ପରିତ୍ରାଣର ବା ସନ୍ତୋଷଜନକ ଜୀବନ ପାଇଁ ବାଟ ହୋଇନଥାଏ। ଜାଗତିକ ପଥ ସର୍ବଦା ଜୀବନର ବିନାଶ ଆଡ଼କୁ ହିଁ ମୁହାଁ କରିଥାଏ। ତେଣୁ ଯୀଶୁ ହିଁ ଏକମାତ୍ର ପଥ, ଯାହା ସୁଖକର, ଶାନ୍ତିମୟ, ସନ୍ତୋଷଜନକ, ସର୍ବୋପରି ମନୁଷ୍ୟର ଆଶାର ଅନ୍ତିମ ସୋପାନ, ଯାହା ଅନନ୍ତ ସୁଖ ବା ସ୍ୱର୍ଗୀୟ ସୁଖ ଆଡ଼କୁ କଢ଼ାଇ ନେଇଥାଏ। ଯୀଶୁ ହିଁ ସତ୍ୟତାର ପଥ, ଅର୍ଥାତ୍ ପ୍ରେମର ପଥ, କ୍ଷମାର ପଥ, ସଚ୍ଚୋଟତାର ପଥ, ତ୍ୟାଗର ପଥ, କରୁଣା ବା ଦୟାର ପଥ, ସାଧୁତାର ପଥ, ନମ୍ରତାର ପଥ, ଦାୟିତ୍ୱାଧୀନର ପଥ, ଆତ୍ମିକତାର ପଥ, ନିଷ୍କପଟତାର ପଥ, ଉଦାରତାର ପଥ। ସୁତରାଂ ଏହି ପଥ କୌଣସି ରାଜପଥ ବିଷୟରେ ଦର୍ଶାଉ ନାହିଁ, ବରଂ ଏକ ଗୁଣାତ୍ମକ ଜୀବନଶୈଳୀର ପଥ ବିଷୟରେ ଇଙ୍ଗିତ କରୁଛି। ଅତଏବ ଯୀଶୁ ହିଁ ପିତାଙ୍କ ନିକଟକୁ ଯିବା ପାଇଁ ପଥ ଅଟନ୍ତି। ଯୋହନ 14:6। ବର୍ତ୍ତମାନ ନିଜକୁ ପଚାରି ବୁଝିବା, ଯୀଶୁଙ୍କର ପଥକୁ ମୋର ଜୀବନ ଅନୁସରଣ କରୁଛି କି ନା ଜଗତର ପଥକୁ ଅନୁସରଣ କରୁଛି? ଯଦି ଆମେ ବା ମୁଁ କୃପଣ, ଲୋଭୀ, ଗର୍ବ, କାମୁକତା, କୋପ, କ୍ରୋଧୀ ଓ ସ୍ୱାର୍ଥପର ମନୁଷ୍ୟ ହୋଇଛି, ତେବେ ମୁଁ ବା ଆମେ ଆଶାର ଅନ୍ତିମ ସୋପାନ ଏବଂ ଜୀବନର ସର୍ବସ୍ୱ, ଯାହାକି ଶାନ୍ତି, ତାହାକୁ ହରାଇ ବସିବା। ଯଦି ଆମେ ଖ୍ରୀଷ୍ଟଙ୍କୁ ଅନୁସରଣ କରିବା, ତେବେ ଜୀବନର ସତ୍ୟକୁ ବୁଝିପାରିବା। ଦ୍ୱିତୀୟ, ଯୀଶୁ ହିଁ ସତ୍ୟ। ଆଜି ଆମେ ଯେଉଁ ଦୁନିଆ ବା ଜଗତରେ ବାସ କରୁଛୁ, ତାହା ମିଥ୍ୟା ବା ନକଲିର ଆବିର୍ଭାବ, ଭଗ୍ନ ପ୍ରତିଶ୍ରୁତି, ଅବିଶ୍ୱସ୍ତତା ଓ ସ୍ୱାର୍ଥପରତାରେ ପୂର୍ଣ୍ଣ ଜଗତ। ଅନେକ ଲୋକ ନିଜ ମୁଖକୁ ମୁଖାରେ ଆବରଣ କରି ଜୀବନ ବିତାଉଛନ୍ତି। କଥାରେ ଅଛି, ବି ଜିଭା ବା ଦି ମୁହାଁ, ଅର୍ଥ ସମ୍ମୁଖରେ ଏକ ବାକ୍ୟ ଓ ପଛରେ ଅନ୍ୟ ଏକ ବାକ୍ୟ। ମୁଖରୁ ନରମ ମଧୁର ବଚନ ଶ୍ରବଣ କରିବା ପାଇଁ ସ୍ୱାଦିଆ ଓ ସନ୍ତୋଷଜନକ, ଯାହା ମାତ୍ର କଣ୍ଠରୁ ନିର୍ଗତ, କାରଣ ଏହି ବାକ୍ୟରେ ଅତିରଞ୍ଜିତ ବା କପଟପୂର୍ଣ୍ଣ ପ୍ରଶଂସା ଥାଏ। ଆଜି ନିର୍ଭୟରେ କେହି ମୁହଁରେ ସତ୍ୟ କଥାକୁ କହିପାରନ୍ତି ନାହିଁ, ତେଣୁ ମନୁଷ୍ୟ ପରେ ଦୁଃଖୀ ହୋଇଥାଏ। ଯୀଶୁ ଶିକ୍ଷା ଦିଅନ୍ତି, ସେ ହିଁ ସତ୍ୟ, ଅର୍ଥାତ୍ ସେ ସତ୍ୟ ବିଷୟରେ ଶିକ୍ଷା ଦିଅନ୍ତି। ପ୍ରଥମ, କହିବାରେ ସତ୍ୟତା, ସତ କଥା କହିବା। ଦ୍ୱିତୀୟ, ସମ୍ପର୍କରେ ସତ୍ୟତା, ସତ୍ୟତାର ସମ୍ପର୍କ ବା ଅସଲି ସମ୍ପର୍କ ଗଠନ କରିବା। ତୃତୀୟ, ବିଶ୍ୱାସରେ ସତ୍ୟତା, ସତ୍ୟର ଧର୍ମ ଓ ବିଶ୍ୱାସକୁ ଗ୍ରହଣ କରିବା ଓ ଅଭ୍ୟାସ ବା ପାଳନ କରିବା, ଅଧର୍ମ କର୍ମରୁ ନିବୃତ୍ତ ହେବା। ଚତୁର୍ଥ, ବିଶ୍ୱାସର ସତ୍ୟତା, ଯୀଶୁ ହିଁ ପରମ ପିତାଙ୍କ ଅଦ୍ୱିତୀୟ ପୁତ୍ର, ଜଗତର ସୃଷ୍ଟିର ପରମ ଶକ୍ତି, ପରମେଶ୍ୱରଙ୍କ ଦ୍ୱିତୀୟ ବ୍ୟକ୍ତି, ପାବନ ଆତ୍ମାଙ୍କ ଦ୍ୱାରା ଗର୍ଭ ସମ୍ଭୂତା ହୋଇ କୁମାରୀଙ୍କ ଠାରୁ ଜାତ,
ମନୁଷ୍ୟର ପରିତ୍ରାଣକାରୀଙ୍କୁ ପୂର୍ଣ୍ଣ ମନ ପ୍ରାଣ ଆତ୍ମା ଓ ଶକ୍ତିରେ ବିଶ୍ୱାସ କରିବା। ରୋମିଓ 10:9 ଓ 10 ପଦରେ କୁହାଯାଏ, ଯଦି ତୁମେ ମୁଖରେ ସ୍ୱୀକାର କର ଯେ ଯୀଶୁ ପ୍ରଭୁ ଅଟନ୍ତି ଏବଂ ହୃଦୟରେ ବିଶ୍ୱାସ କର ଯେ ଈଶ୍ୱର ତାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତେବେ ତୁମେ ପରିତ୍ରାଣ ପାଇବ। କାରଣ ମନୁଷ୍ୟ ନିଜ ହୃଦୟରେ ବିଶ୍ୱାସ କରେ ଓ ଧାର୍ମିକ ବିବେଚିତ ହୁଏ ଏବଂ ମୁଖରେ ସ୍ୱୀକାର କରେ ଓ ତଦ୍ୱାରା ପରିତ୍ରାଣ ଲାଭ କରେ। ଏବଂ ପଞ୍ଚମ, ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ପୌଷ୍ୟ ସନ୍ତାନ ଲାଭର ସତ୍ୟତା। ଆମେ ଯେଉଁମାନେ ପାପରେ ପତିତ ହୋଇ ସନ୍ତାନତ୍ୱର ଅଧିକାର ହରାଇଥିଲୁ, ଯୀଶୁଙ୍କ ଦ୍ୱାରା ବୋଲି ଅତ୍ୟନ୍ତ ପୌଷ୍ୟ ସନ୍ତାନର ଅଧିକାର ଫେରି ପାଇପାରିଛୁ। ଗଲାତ୍ୟ ପୁସ୍ତକ 4:5 ଓ 7। ଅତଏବ ଈଶ୍ୱରଙ୍କ ସନ୍ତାନ ଭାବରେ ଆମ ଜୀବନରେ ପ୍ରେମର ସହିତ ସତ୍ୟ କଥା କହିବା, ପାରିବାରିକ ଜୀବନରେ, ସମ୍ବନ୍ଧରେ ବା ସମ୍ପର୍କରେ ସତ୍ୟ ବିଶ୍ୱସ୍ତ ରହିବା, ଛଳନାତ୍ମକ ମୁଖା ଖୋଲି ସତ୍ୟତାର ଜୀବନ କାଟିବା, ପରମେଶ୍ୱରଙ୍କ ସମ୍ମୁଖରେ ଅନିନ୍ଦନୀୟ ହୋଇ ସଚ୍ଚୋଟତାର ଜୀବନ ବିଚରଣ କରିବା। ତୃତୀୟ, ଯୀଶୁ ହିଁ ଜୀବନ। ଶାରୀରିକ ଭାବେ ଅନେକ ଜୀବିତ ଅଛନ୍ତି, କିନ୍ତୁ ଆତ୍ମିକ ଭାବରେ ଫମ୍ପା ଓ ମୃତ୍ୟୁକାୟ। ଜୀବନରେ ଧନ ସମ୍ପତ୍ତି, ଗାଡ଼ି ମଟର, ଟଙ୍କା ପଇସା, ଆଧୁନିକ ଯନ୍ତ୍ରପାତି ଯେପରିକି ହିମଯନ୍ତ୍ର, ଟେଲିଭିଜନ, ମୋବାଇଲ, କୁଲର, ଏସି ବା ଏୟାର କଣ୍ଡିସନର ବଖରା, ସୁସଜ୍ଜିତ ପଲଙ୍କ, କିନ୍ତୁ ପରିବାର ଓ ମନରେ ଶାନ୍ତି ନାହିଁ କି ଆନନ୍ଦ ନାହିଁ। ଯୀଶୁ ପ୍ରକୃତ ଜୀବନ ପ୍ରଦାନ କରନ୍ତି, ଯେଉଁ ଜୀବନରେ ଦୁଃଖ, କଷ୍ଟ, ଅଭାବ, ରୋଗ ବ୍ୟାଧି ଅଛି, କିନ୍ତୁ ଆନନ୍ଦ ମଧ୍ୟ ଅଛି। ସମସ୍ୟା ଓ ନୈରାଶ୍ୟ ଜୀବନରେ ମଧ୍ୟ ଆଶା ସଞ୍ଚାର ସେ କରନ୍ତି। ଦୁର୍ବଳତାରେ ଶକ୍ତି ଯୋଗାନ୍ତି, ମୃତ୍ୟୁ ପରେ ଅନନ୍ତ ଜୀବନ ପ୍ରଦାନ କରନ୍ତି। ବର୍ତ୍ତମାନ ମୁଁ ପ୍ରଭୁ ଯୀଶୁଙ୍କ କଥିତ ବାକ୍ୟ ଓ ପ୍ରତିଶ୍ରୁତିର ବାକ୍ୟ ଉଦ୍ଧୃତ କରିବାକୁ ଚାହେଁ। ଯୀଶୁଙ୍କଠାରେ ଥିଲା ଜୀବନ। ଯୋହନ 1:4। ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାର ଅଧିକାର ଦେଲେ, ଯେପରି ତାଙ୍କଠାରେ ଜୀବନ ରହିବ। ଯୋହନ 5:26। ଯୀଶୁ ଯେଉଁ ଖାଦ୍ୟ ଦିଅନ୍ତି ତାହା ଅନନ୍ତ ଜୀବନ ପାଇଁ ଉଦ୍ଦିଷ୍ଟ। ଯୋହନ 6:27। କାରଣ ସେହି ଅନନ୍ତ ଜୀବନଦାୟକ ଖାଦ୍ୟ ବା ରୁଟି ସେ ହିଁ ଅଟନ୍ତି। ଯୋହନ 6:35। ମୁଁ ହିଁ ସେହି ଜୀବନର ରୁଟି। ଯୋହନ 6:48। ମୁଁ ହିଁ ପୁନରୁତ୍ଥାନ ଓ ଜୀବନ। ଯୋହନ 11:25। ଅତଏବ ଯୀଶୁଙ୍କ ଦ୍ୱାରା ପ୍ରଦତ୍ତ ସେହି ରୁଟି ତାହା ସାଧାରଣ ରୁଟି ନୁହଁ, ବରଂ ତାହାଙ୍କ ମାଂସ। ଯୋହନ 6:51। ଅନ୍ୟପକ୍ଷରେ ଯେଉଁମାନେ ସେହି ରୁଟି ସେବନ କରନ୍ତି ସେମାନେ ମଧ୍ୟ ଅନନ୍ତ ଜୀବନ ପ୍ରାପ୍ତ କରିବେ। ଯେଉଁମାନେ ମୋର ମାଂସ ଭୋଜନ ଓ ରକ୍ତ ପାନ କରନ୍ତି ସେମାନେ ଅନନ୍ତ ଜୀବନ ଲାଭ କରନ୍ତି। ଯୋହନ 6:54। ମୁଁ ହିଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ରୁଟି। ଯେଉଁମାନେ ଏହି ରୁଟି ଭୋଜନ କରନ୍ତି ସେମାନେ ଚିରକାଳ ଜୀବିତ ରହିବେ। ଯୋହନ 6:51। ସୁତରାଂ ଅନନ୍ତ ଜୀବନ ଅର୍ଥ ପରମେଶ୍ୱରଙ୍କୁ ସତ୍ୟ ଈଶ୍ୱର ରୂପେ ଜାଣିବା ଏବଂ ତାଙ୍କ ଦ୍ୱାରା ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା। ଯୋହନ 17:3। ଖ୍ରୀଷ୍ଟଙ୍କ ସହିତ ସର୍ବଦା ଯୋଡ଼ି ରହିବା ଦରକାର, ବିଶେଷ କରି ପ୍ରାର୍ଥନା, ବାଇବେଲ ପଠନ, ଦିବ୍ୟ ପ୍ରସାଦ ସଂସ୍କାର ଓ ଅନ୍ୟମାନଙ୍କୁ ସେବା ପ୍ରଦାନ କରିବା ଦ୍ୱାରା। ପ୍ରଥମ ପଠନ ପ୍ରେରିତ ଗ୍ରନ୍ଥରୁ ଆମେ ଜାଣିବାକୁ ପାଉ ଯେ ବିଧବା ଓ ଅଭାବୀମାନଙ୍କୁ ସେବା କରିବାରେ ସାହାଯ୍ୟ ପ୍ରଦାନ କରିବା ପାଇଁ ପ୍ରେରିତମାନେ 7 ଜଣଙ୍କୁ ଚୟନ କରନ୍ତି, ଯେଉଁମାନେ ପବିତ୍ର ଆତ୍ମା ଓ ଜ୍ଞାନାଲୋକରେ ପୂର୍ଣ୍ଣ ଅଟନ୍ତି। କାରଣ ସମସ୍ତଙ୍କୁ ଦୈନିକ ଖାଦ୍ୟ ବାଣ୍ଟିବାରେ ବା ଯୋଗାଇବାରେ କିଛି ଅସୁବିଧା ଉପୁଜିଥିଲା। ଏହି ସମସ୍ୟାକୁ ପ୍ରେରିତମାନେ ସମାଧାନ କରନ୍ତି, ଯଦ୍ୱାରା ପ୍ରେରିତମାନେ ପ୍ରଭୁଙ୍କର ସୁସମାଚାର ବିନା ଦ୍ୱିଧାରେ ଉତ୍ତମ ଭାବେ ପ୍ରଚାରିତ କରିପାରିବେ। ଏବଂ ତାହା ହିଁ ହେଲା। ଏହା ସୂଚାଏ ଯେ ଖ୍ରୀଷ୍ଟିଆନ ଭାବରେ ସେବା କରିବା ବା ସେବା ଦେବା ସମସ୍ତଙ୍କ ପାଇଁ ଏକ ଗୁରୁ ଦାୟିତ୍ୱ ବୋଲି ମନେ କରିବା ଉଚିତ। ଉକ୍ତ ପଠନରୁ ଆମେ ଶିକ୍ଷା କରିବା ଯେ ବୃଦ୍ଧ ଓ ବୃଦ୍ଧା ତଥା ଅସହାୟକାରୀମାନଙ୍କୁ ସେବା ଓ ସାହାଯ୍ୟ ପ୍ରଦାନ କରିବା, ମଣ୍ଡଳୀର କର୍ମରେ ସାହାଯ୍ୟ ସହଯୋଗ କରିବା, ରୋଗୀ ପରିଦର୍ଶନ କରିବା, ଭଗ୍ନ ପରିବାରକୁ ସଜାଡ଼ିବା ଇତ୍ୟାଦି। ଦ୍ୱିତୀୟ ପଠନ ଅନୁଯାୟୀ ଖ୍ରୀଷ୍ଟ ଆଧ୍ୟାତ୍ମିକ ମଣ୍ଡଳୀର କୋଣ ପ୍ରସ୍ତର। ଆମେମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରି ଜୀବନ୍ତ ଶିଳାଗୁଡ଼ିକ ଦ୍ୱାରା ନିର୍ମିତ ଏକ ଆଧ୍ୟାତ୍ମିକ ଗୃହ ସ୍ୱରୂପ ଗଠିତ ହେବା। ତେଣୁ ଆମେମାନେ ଏକ ସ୍ୱତନ୍ତ୍ର ଗୋଷ୍ଠୀର ପରିଚୟ ଲାଭ କରୁ। ଆମେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ଗୋଷ୍ଠୀ, ଏକ ପବିତ୍ର ଜାତି ଏବଂ ଈଶ୍ୱରଙ୍କର ଆତ୍ମୀୟ ସ୍ୱଜନ। ଈଶ୍ୱରଙ୍କ ମହାନ କାର୍ଯ୍ୟରେ ଗୌରବ ଗାନ କରିବା ପାଇଁ
ଆମ୍ଭେମାନେ ଅନ୍ଧକାରରୁ ତାହାଙ୍କ ଚମତ୍କାର ଆଲୋକ ଆଡ଼କୁ ଆହୁତ ହୋଇଅଛୁ। ପ୍ରଥମ ପିତର 2:9। ସୁତରାଂ ଆମ ବ୍ୟକ୍ତିଗତ ଜୀବନ ହେଉ କି ଅବା ପାରିବାରିକ ଜୀବନରେ ଆମର ପରିବାର ସଜୀବ ଆଧ୍ୟାତ୍ମିକ ଗୃହସ୍ଥ ମଣ୍ଡଳୀ ହୋଇପାରିବ ଯେତେବେଳେ ପ୍ରାର୍ଥନା, କ୍ଷମା, ଦୟା, ବିଶ୍ୱାସ, ଏକତା, ପ୍ରେମ ଆମ ପରିବାରରେ ଦେଖାଯିବ ଓ ଏହାର ଅନ୍ତେବାସୀମାନେ ଜୀବନରେ ଏହାକୁ ପ୍ରତିଫଳିତ କରନ୍ତି। ପ୍ରାର୍ଥନା। ହେ ପ୍ରଭୁ ଯୀଶୁ, ଆମେମାନେ ଯେତେବେଳେ ବାଟବଣା ହେଉ ଆମର ପଥଦର୍ଶକ ହୁଅ। ଯେତେବେଳେ ବିବ୍ରତ ହେଉ ଆମମାନଙ୍କୁ ଧୈର୍ଯ୍ୟ ସାହସ ପ୍ରଦାନ କର। ଯେତେବେଳେ ଦୁର୍ବଳ ହୋଇ ପାପ ଅନ୍ଧକାରରେ ବିଚରଣ କରୁ ଆମର ସହାୟକ ଓ ଶକ୍ତି ହୋଇ ଦିବ୍ୟାଲୋକ ଆମମାନଙ୍କୁ ପ୍ରଦାନ କର ଏବଂ ଅନନ୍ତ ଜୀବନର ପଥରେ ପରିଚାଳନା କର। ତଥାସ୍ତୁ।